ଦି ଏତି ହବ ହୁଁ ଏତି ହବ 2 ଫୁଟର ଜଣେ ଗୋଟେ ମୂର୍ତ୍ତିଟେ ବାବାଙ୍କର ମୂର୍ତ୍ତି ଭାସିକି ପଳେଇ ଆସିଲା। ଆଚ୍ଛା ମାନେ ଭାସିକି ପଳେଇ ଆସିଲା ତାଙ୍କ ଜଣେ ଜଣେ ଚାଷୀ ଜଣେ ସେଟା ପାଇଲେ। ହଁ 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 ସେ ମୂର୍ତ୍ତି ପାଇଲେ ଆମ ସାଙ୍ଗରେ ଯୋଗାଯୋଗ କଲେ ଆମ ମନ୍ଦିର ଟ୍ରଷ୍ଟ ମାନେ ଟ୍ରଷ୍ଟ ଯେତେ ମେମ୍ବର ଯାଉ ନା ସାଙ୍ଗେ କଥାବାର୍ତ୍ତା ହେଇକି ବୁଝିଲେ ଆଉ ମାନେ ସେ ମୂର୍ତ୍ତିଟା ଆଣା ହେଲା ଏଠି ତାଙ୍କର ପ୍ରାଣ ପ୍ରତିଷ୍ଠା ହେଲା ବାବାଙ୍କର ଆଚ୍ଛା ଆଚ୍ଛା ମୂର୍ତ୍ତିଟା ସେ ପଛଆଡ଼େ ଗୁରୁସ୍ଥାନରେ ତାଙ୍କ ଅଛନ୍ତି। ଉପରେ ଆମେ ଗୋଟେ ଭ୍ୟୁ ପଏଣ୍ଟ ଦେଖିପାରିବା। ସେ ଭ୍ୟୁ ପଏଣ୍ଟରୁ ମନ୍ଦିରଟା ବହୁତ ବଢ଼ିଆ ଦେଖାଯିବ। ତ तो प्राय लोक तो आस्कारू ब्रह्मपुर जाऊे कि ब्रह्मपुर आस्का आसुवे ए बाटर गला बेलू पोचिलिमा ITI पाखापाखि आपन को गोटे मंदिर देखा बहुत लोक माइंड रे अच्छी कि मंदिरटा कौन एत सुंदर मंदिर कौन अच्छी किंतु प्राय लोक जाई नथिबे। तो आपन को जणे देबाक चाहे कि ये हूँ हिंजिलिकाटू आ पोचिलिमा स्थित शिरडी साई मंदिर। तो आज वीडियो रे आमे से मंदिरटा को देखीदेवा मंदिर विषय जानीदेवा। तो चलतु वीडियो को आरंभ करवा। तो आमे बर्तमान से सामना रे गोटे रास्ता अच्छी से रास्ता होके आमे जिबा मंदिर पाखक आ मंदिर दर्शन करवा। नमस्कार फ्रेंड्स, आईओ ब्लॉग्स आज एपिसोड को रज स्वागत करछि मो यूट्यूब चैनल को। तो चलतु आज एपिसोड रे आमे हिंजिलिकाटू स्थित शिरडी साई मंदिर को देखिबा बाबा को दर्शन करवा आ मंदिर विषय जानिबा। तो चलतु मंदिर भीतर को जीवा बाबा को दर्शन करवा। मंदिर से ऊपर बाबा को दर्शन करवा आ तले हूँ आमर ध्यान मुद्रा रहा पे दुटा बढ़िया बढ़िया दीप स्टैंडर्ड लगाई स्वस्तिक ओम री आउ ये गोटे छोटिया फाउंटेन भी होती बोधवे रात्रि फाउंटेन चलुव छोटिया छोटिया गार्डन है बहुत ही विराट मंदिर होती साइड रे मे भी गेस्ट हाउस अच्छी जानी किंतु पचारिक बुझीदवा। तो आम आसिक पहुँच जाए बाबा मंदिर रे मो पथपटे देखिपे बाबा पूजा कार्य चलती बहुत ही विशालकाय बाबा विग्रह रही। तो चलतु बाबा को जहाँ भी पूजा करदे आम मंदिर टाक आगे बुलिक देखिए।
पचारिकी बुझुଥିଲି ଏ ଯୋଉ ପଛପଟେ ଦେଖୁଛନ୍ତି ଏଇଟା ହଉଛି କାଇଣ୍ଡ ଅଫ୍ ଗେଷ୍ଟ ହାଉସ୍ ଯୋଉଠିକି ଆପଣ ବ୍ରତ ବିବାହ ହେଇପାରିବେ କି ନାହିଁ ମୁଁ ଜାଣିନି କିନ୍ତୁ ବ୍ରତର ଆଉ ଯେତିକି ସାଂସ୍କୃତିକ କାର୍ଯ୍ୟକ୍ରମ ଯଦି କିଛି କରିବାକୁ ଚାହାନ୍ତି ଏଇଟା ଆପଣ ବୁକ୍ କରିପାରିବେ ବଟ୍ ଏତେ ସିଓର ନାହିଁ ମୁଁ ଆପଣ ସେଇଟା ଆସିକି ଏଠି ଟିକେ ଇନକ୍ୱାରି କରିବାକୁ ପଡ଼ିବ ତଳେ ବି ଗୋଟେ ହଲ୍ ଅଛି ସେ ହଲ୍ଟାକୁ ବି ଯାଇକି ଆମେ ଦେଖିଦେବା ଆସନ୍ତୁ ତଳକୁ ଯିବା ଏଇଟା ହଉଛି ଆପଣ ଉପରେ ଦେଖିଥିଲେ ବାବାଙ୍କର ମନ୍ଦିର ଥିଲା ତଳେ ହଉଛି ଏଇଟା ହଲ୍ ଗୋଟେ ବିରାଟ ହଲ୍ ଅଛି ଯୋଉଠିକି ବାବାଙ୍କର ପାଲିଙ୍କି ଯାତ୍ରା ଆରମ୍ଭ ହୁଏ ପ୍ରତି ଗୁରୁବାର ଏ ହଲ୍ ରୁ ହିଁ ପାଲିଙ୍କି ବାହାରେ ଯାହାକି ନଗର ପରିକ୍ରମା ତ ବର୍ତ୍ତମାନ ହୁଏନି ମନ୍ଦିର ପରିକ୍ରମା କରିଦିଅନ୍ତି ଆଉ ଏ ଜାଗାରେ ବି ଆପଣ ଯଦି ଚାହିଁବେ ଆଉ ଟିକେ ଆଗକୁ ସବୁ କରିପାରିବେ ନା କାର୍ଯ୍ୟକ୍ରମ ମନ୍ଦିର ପ୍ରତିଷ୍ଠା ହେଇକି ବର୍ତ୍ତମାନ ହଁ ଏବେ ଗତ 7 ତାରିଖ 3 ମାସ ପୁରିଲା ମାନେ ନୂଆ କିଛି ବି ମାନେ ସେମିତି ଆୟୋଜନ ହେଇନି ପ୍ରତିଦିନ ମାନେ ବାବା ଭୋଗ ବି ସମସ୍ତେ ପାଇପାରିବେ ସେ ଭୋଗ ବ୍ୟବସ୍ଥା କିଛି ହେଇନି ଧୀରେ ଧୀରେ ଆଗକୁ ବଢିବ ଏଇଟା ସବୁ ମାନେ ମଣ୍ଡପ ଚାରି ମାନେ କୌଣସି ବୈଦିକ କର୍ମ ହେଲା କି ବିବାହ ବ୍ରତ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲା କି ମାନେ ପାରାୟଣ କୀର୍ତ୍ତନ ଭଜନ ଏଇଟା ସବୁ ହବ ତାପରେ ବର୍ତ୍ତମାନ ଏବେ ଆଉ ଗୋଟେ ବି ଚାଲିଛି ଯୋଉ ସାମ୍ନାରେ ସେଠି ଆମର ଯୋଉ ଗୁରୁ ଭାଗବତ ବାବାଙ୍କର ଗୁରୁ ଭାଗବତ ଆଉ ଗୋଟେ ହଲ୍ ଟେ କରାହବ ସେଠି ବର୍ତ୍ତମାନ ଏବେ ବାବାଙ୍କ ମହିମା ଆଉ କଣ କହିବା ମାନେ ନୂଆଗଡ଼ ଗୋଟେ ନଦୀ ବାବାଙ୍କ ଜଣେ ମାନେ ଏତିକି ହବ 2 ଫୁଟର ଜଣେ ଗୋଟେ ମୂର୍ତ୍ତିଟେ ବାବାଙ୍କର ମୂର୍ତ୍ତି ଭାସିକି ପଳେଇ ଆସିଲା ମାନେ ଭାସିକି ପଳେଇ ଆସିଲା ତାଙ୍କ ଜଣେ ଚାଷୀ ଜଣେ ସେଟା ପାଇଲେ ସେ ମୂର୍ତ୍ତି ପାଇଲେ ଆମ ସାଙ୍ଗରେ ଯୋଗାଯୋଗ କଲେ ଆମ ମନ୍ଦିର ଟ୍ରଷ୍ଟ ମାନେ ଟ୍ରଷ୍ଟ ଯେତେ ମେମ୍ବର ଯାଉ ନା ସେ କଥାବାର୍ତ୍ତା ହେଇକି ବୁଝିଲେ ଆଉ ମାନେ ସେ ମୂର୍ତ୍ତିଟା ଆଣା ହେଲା ଏଠି ତାଙ୍କର ପ୍ରାଣ ପ୍ରତିଷ୍ଠା ହେଲା ବାବାଙ୍କର ମୂର୍ତ୍ତିଟା ସେ ପଛଆଡ଼େ ଗୁରୁସ୍ଥାନରେ ତାଙ୍କ ଅଛନ୍ତି ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେଲା ତାପରେ ସବୁ ବର୍ତ୍ତମାନ ଯେମିତି ତାଙ୍କ ନୀତିକାନ୍ତି ଉପରେ ଯେମିତି ହଉଛି ତଳେ ବାବାଙ୍କର ସେମିତି ନୀତିକାନ୍ତି ମାନେ ଆଗକୁ ଯୋଉ ଗୁରୁ ଭାଗବତ କରାହବ ସେଠି ବାବାଙ୍କ ମୂର୍ତ୍ତିରେ ସେଠି ସ୍ଥାପନ କରାହବ ଆଉ ଗୁରୁ ଭାଗବତ ହବ ପ୍ରତି ଗୁରୁବାର ଆଉ ବାକି ସବୁ ବାବାଙ୍କର ଯେତେ ସବୁ ମାନେ ତାଙ୍କ ବାବାଙ୍କର ନୀତି ନିୟମ ତ ବହୁତ ଅଲଗା ମାନେ ବାକି ମନ୍ଦିରଠୁ ବାବାଙ୍କ ମାନେ ବହୁତ ଅଲଗା 4 ଟାଇମ୍ ବାବାଙ୍କର ଆଳତି ହଉଛି 4 ଟାଇମ୍ ଭୋଗ ହଉଛି ଏମିତି ସବୁ ହଉଛି ମାନେ 5ଟାରୁ ହଉଛି କାକଡ଼ ଆଳତି 5ଟାରୁ ହଁ ତାପରେ ସନ୍ଧ୍ୟା ଆଳତି ସେଜ ଆଳତି 9ଟାରେ ସେଜ ଆଳତି ହଉଛି 9:45ରେ 9ଟା ଅଧରେ ସରୁଛି 15 ମିନିଟ୍ ସ୍ପେସ୍ ଦେଇକି 9:45ରେ ମନ୍ଦିର ବନ୍ଦ 3 ମାସ ହେଇଗଲା ନା 3 ମାସ ତ ଆପଣ ମାନେ ବି ଆସନ୍ତୁ ପ୍ରାୟ ଲୋକ ମୁଁ ଜାଣିବାରେ ବ୍ରହ୍ମପୁର ଆସ୍କାରୁ ବ୍ରହ୍ମପୁର ଯାଉଛନ୍ତି କିନ୍ତୁ ଏ ଜାଗାଟାକୁ ଦେଖୁଛନ୍ତି ବଟ୍ ଜାଣିପାରୁନାହାନ୍ତି କ'ଣ ଏଇଟା ତ ମୁଁ ଆପଣଙ୍କୁ କହିଦେଉଛି ଏଇଟା ହେଉଛି ଗୋଟେ ବଢ଼ିଆ ସାଇ ମନ୍ଦିର ବାବାଙ୍କର ମନ୍ଦିର ଏଇଟା ଆପଣମାନେ ଆସନ୍ତୁ ନିଶ୍ଚୟ ଶାନ୍ତି ଲାଗିବ ବହୁତ ହି ପିସଫୁଲ୍ ଜାଗା ଶାନ୍ତି ବି ବହୁତ ବଢ଼ିଆ ଲାଗିବ सामने ये दुकान भी अच्छे जो दीप भोग आप किनीपर किंतु वर्तमान पे एटा खोला नहीं एनिवे ऊपर आम गोटे व्यू पॉइंट देखिपर से व्यू पॉइंट रू मंदिर गुड़ा बहुत बढ़िया देखा तो ऊपर को टे जा ऊपर मंदिर व्यू टे ना आ मो पछपटे ये देखिपे ये पीवा पानी व्यवस्था कर मंदिर प्रतिष्ठा होता है ये सब होमयज्ञ होता तो सेटा एपर्यंत अच्छी ये बाटर है आम ऊपर को जावा बर्तमान ऊपर गोटे सेल्फी पॉइंट अच्छी सेटा टिके देखीदबा एटा से सेल्फी पॉइंट ऊपर को जावा टिके उठेदबा फोटो आठू मंदिर बढ़िया देखा पहाड़
तो आशा करे आज भिडियोटा आपको निहाती भल लगी जब भल लगी निश्चय भिडियो को लाइक करेंगे शेयर करेंगे आपण समस्त कहबी कि आसतु जदि आप आस्कारू ब्रह्मपुर जाऊँगी पोचिलिमा पाखापाखि ये मंदिरटा आपको देखा रोड साइड रू भल व्यू आसो तो आपड़ जाणीजे कि साई मंदिर आसीगला तो आप आसिकी मंदिर बुलिकी जापर बुलवा भी भल लगे साई दर्शन भी करेंगे और शांति जगह पूरा आठ किसी समय स्पेंड भी करेंगे तो रही देखा आउ गोटे भिडियो साथ मुझे रजत आप यूट्यूब चैनल आईओ ब्लॉग्स लाइक निहाती करेंगे सब्सक्राइब निहाती करेंगे।